ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ବାଇବେଲର ପ୍ରମାଣକୁ ନେଇ ଆମେମାନେ ଆଲୋଚନା କରିବା। ପ୍ରକୃତରେ ବାଇବେଲର ପ୍ରମାଣ ସବୁ କ'ଣ ରହିଆସିଛି। ତେବେ ଚାଲନ୍ତୁ ଆଉ ବିଳମ୍ବ ନ କରି ଆଜିର ଭିଡ଼ିଓକୁ ଆମେ ଆରମ୍ଭ କରିବା। ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଲୋକେ ବାଇବେଲ ଦେଶର ଅତୀତ ଇତିହାସକୁ ଅନୁସନ୍ଧାନ କରି ଆସୁଛନ୍ତି। 100 ବର୍ଷ ପୂର୍ବେ ଯାହା ଥିଲା, ଦିନେ କେତେକ ଆବିଷ୍କାରକ, ରାଜନୀତିଜ୍ଞ ଓ ଗୁପ୍ତଧନ ସନ୍ଧାନୀଙ୍କର ଏକ ଅବସରକାଳୀନ ସଉକ, ଆଜି ତାହା ପ୍ରତ୍ନତତ୍ତ୍ୱ ନାମକ ଏକ ମିଶ୍ରିତ ବିଜ୍ଞାନରେ ପରିଣତ ହୋଇଛି। ଏହି ବିଜ୍ଞାନରେ ଅନେକ କୁଶଳ ଓ ଜ୍ଞାନର ଶାଖା ପ୍ରଶାଖା ଏକତ୍ର ସମାହିତ। ଆଜି ପୃଥିବୀର ବିଭିନ୍ନ ସଂଗ୍ରହାଳୟ, ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାର ଗୁଡ଼ିକରେ ଏଥି ସମ୍ବନ୍ଧୀୟ ଗବେଷଣାମାନ କରାଯାଉଛି। ଆଉ ବାଇବେଲ ସମ୍ବନ୍ଧରେ ନୂତନ ଆଲୋକ କ'ଣ? ଅନେକ ସମୟରେ ଅତିରଞ୍ଜିତ ଭାବେ ଦାବି କରି କୁହାଯାଏ ଯେ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଦ୍ୱାରା ବାଇବେଲର ଉଲ୍ଲିଖିତ ଅନେକ ଐତିହାସିକ ଘଟଣା ଗୁଡ଼ିକ ଘଟିଥିବାର ପ୍ରାମାଣିକ ତଥ୍ୟ ମିଳିଛି, ତଥା ନୋହଙ୍କ ସମୟରେ ଜଳପ୍ଲାବନ, ଝିଅସୁଙ୍କ ସମୟରେ ଘଟିଥିବା ଜିରିହ ପାଚେରୀର ପତନ ଇତ୍ୟାଦି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ୱ ବାଇବେଲରେ ବର୍ଣ୍ଣିତ ମାତ୍ର କେତୋଟି ନିର୍ଦ୍ଦିଷ୍ଟ ଘଟଣାବଳୀର ପ୍ରାମାଣିକ ତଥ୍ୟ ଯୋଗାଇବାର ସମର୍ଥ ହୋଇଛି। ପ୍ରକୃତ ପକ୍ଷରେ ପ୍ରତ୍ନତତ୍ତ୍ୱ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ସାଧନ କରେ, ଓ ତାହା ହେଉଛି ଯେଉଁ ସମୟରେ ସେହି ନିର୍ଦ୍ଦିଷ୍ଟ ଘଟଣାଟି ଘଟିଛି ବୋଲି ଲେଖାଯାଇଛି, ତାହା ସେହି ସମୟରେ ଘଟିବା ସମ୍ଭବ ବୋଲି ତାହାର ପ୍ରମାଣ ଦିଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ପୁରାତନ ଯୁଗର ଲେଖକଗଣ ଓ ଆଧୁନିକ ଯୁଗର ପ୍ରତ୍ନତତ୍ତ୍ୱବିତ୍ ମାନେ ଉଭୟ ମିଶି ଅତୀତର ଘଟଣାବଳୀର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରନ୍ତି। ଅର୍ଥାତ୍ ଏକ ଖନନକାରୀ ପ୍ରତ୍ନତତ୍ତ୍ୱବିତ୍ ଏକ ନିର୍ଦ୍ଦିଷ୍ଟ ଐତିହାସିକ ଘଟଣାର ପୃଷ୍ଠଭୂମିକୁ ଲୋକଲୋଚନକୁ ଆଣି ତାହାର ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରେ। ବାଇବେଲ ସମ୍ପର୍କରେ ମଧ୍ୟ ଏହି ପ୍ରକାର ଅନେକ ଦୃଷ୍ଟାନ୍ତ ରହିଛି। ସିରିଆ ଓ ଇରାକ, ପୁରାତନ ସୁମେର ଓ ବାବିଲନରୁ ମିଳିଥିବା ଅନେକ ମୃତ୍ତିକା ଫଳକ ଲିପିରୁ ଖ୍ରୀଷ୍ଟପୂର୍ବ 1900ରୁ 1600 ମଧ୍ୟରେ ପ୍ରଚଳିତ ଜୀବନଧାରା ଓ ସେ ସମୟର କେତେକ ଘଟଣା ସମ୍ପର୍କରେ ସୂଚନା ମିଳେ। ସେହି ସମୟରେ ବାସ କରୁଥିବା ଅବ୍ରାହମ, ଇସାକ ଏବଂ ଯାକୋବଙ୍କର ମଧ୍ୟ ଠିକ୍ ସେହି ପ୍ରକାର ଜୀବନଧାରା ଥିଲା, ଆଉ ସେହି ସମସ୍ତ ଘଟଣା ଘଟିଥିଲା ବୋଲି ବାଇବେଲରେ ଉଲ୍ଲେଖ ଅଛି। ଆଦି ପୁସ୍ତକ ପରି ପୁରାତନ ରଚନାବଳୀରୁ ସେ ସମୟର ପରମ୍ପରା, ଆଚାର ବ୍ୟବହାର ତଥା ପୃଷ୍ଠଭୂମି ସମ୍ପର୍କରେ ଯାହା କିଛି ଆମେ ଜାଣୁ, ସେ ସବୁ ଯଥାର୍ଥ ବୋଲି ସେହି ସବୁ ମୃତ୍ତିକା ଲିପି ପ୍ରକାଶ କରେ। ଈଶ୍ୱରଙ୍କ ଉପାସନା ପାଇଁ ଇସ୍ରାଏଲୀୟମାନଙ୍କ ଦ୍ୱାରା ନିର୍ମିତ ଆବାସ ତମ୍ବୁ ବା ତମ୍ବୁ ମନ୍ଦିର ସହିତ ନବ ଆବିଷ୍କୃତ ମିଶରୀୟମାନଙ୍କର ବହନୀୟ ଦେବାଳୟର ସମ୍ପୂର୍ଣ୍ଣ ମେଳ ଥିବା ଦେଖାଯାଏ। ସେପରି ନିକଟରେ ଆବିଷ୍କୃତ ହେଉଥିବା ପ୍ରାଚୀନ ଯୁଗର କେତେକ ଲିଖିତ ଚୁକ୍ତି ଓ ସିନାଇ ପର୍ବତରେ ଈଶ୍ୱର ଓ ତାଙ୍କ ଲୋକମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିର ଢାଞ୍ଚା ମଧ୍ୟରେ ଅନେକ ମେଳ ଦେଖାଯାଏ। ଦ୍ୱିତୀୟ ବିବରଣରେ ଲିଖିତ ଏହି ଚୁକ୍ତି ବା ଦଶାଜ୍ଞାରେ ଯେପରି ଲେଖାଯାଏ, ଏହା କଲେ ଆଶୀର୍ବାଦ ପାଇବ ବା ଅଭିଶାପ ପାଇବ। ଅନେକ ପ୍ରାଚୀନ ଯୁଗର ଲିଖିତ ଚୁକ୍ତିରେ ଏହି ଢାଞ୍ଚା ଦେଖିବାକୁ ମିଳେ। ଏହିସବୁ ତଥ୍ୟ ପ୍ରାଚୀନ ଯୁଗର ସାହିତ୍ୟିକ ଶୈଳୀ ବିଷୟରେ ଆଲୋକପାତ କରେ। ମିଶରର ରାଜା ମେରନିସ୍ତା ପାଲେଷ୍ଟାଇନରେ ଥିବା ଇସ୍ରାଏଲୀୟମାନଙ୍କ ଉପରେ ଜୟଲାଭ କରିଥିବା ବିଷୟ ଲିପିବଦ୍ଧ କରିଛନ୍ତି, ଯଦ୍ୱାରା ପ୍ରମାଣିତ ହୋଇଛି ଇସ୍ରାଏଲୀୟମାନେ ଖ୍ରୀଷ୍ଟପୂର୍ବ 1220 ବେଳକୁ ସେଠାରେ ଥିଲେ। ସେହିପରି ମିଶର ରାଜା ସିସାକ ପାଲେଷ୍ଟାଇନର 150ଟି ସ୍ଥାନର ନାମ ଉଲ୍ଲେଖ କରିଛନ୍ତି, ଯେଉଁ ସମସ୍ତ ଅଞ୍ଚଳକୁ ସେ ପ୍ରାୟ ଖ୍ରୀଷ୍ଟପୂର୍ବ 925ରେ ଜୟଲାଭ କରିଥିଲେ। ବାଇବେଲରେ ଲିଖିତ ଏହିସବୁ ନାମ ଗୁଡ଼ିକ ସହିତ
ଆମେ ସୁପରିଚିତ। ବାଇବେଲର ପ୍ରଥମ ରାଜାବଳୀ 9:15 ଏ ଲେଖାଯାଏ ଯେ ସଲୋମନ ଗେସର, ମଗିଦ୍ଦୋ ଓ ହାସୋର ଠାରେ 3ଟି ଦୁର୍ଗ ପୁନର୍ନିର୍ମାଣ କରିଥିଲେ। ଏ 3ଟି ସ୍ଥାନ ଖନନ କରାଯାଇ ସେ ପ୍ରତ୍ୟେକଟି ସ୍ଥାନରୁ ପ୍ରାଚୀର ଓ ପ୍ରତ୍ୟେକ ଦ୍ୱାର ଗୁଡ଼ିକ ଆବିଷ୍କାର କରାଯାଇଛି, ଯାହାର ନିର୍ମାଣ କୌଶଳ ସମାନ ପ୍ରକାର। ସେଥିରୁ ପ୍ରମାଣିତ ହୋଇଛି ବାଇବେଲ ଅନୁଯାୟୀ ଏ 3ଟି ଯାକ ଦୁର୍ଗ ସଲୋମନଙ୍କ ଦ୍ୱାରା ନିର୍ମିତ। ଗେସରର ପ୍ରବେଶ ଦ୍ୱାରରୁ ଖ୍ରୀଷ୍ଟପୂର୍ବ 10ମ ଶତାବ୍ଦୀର ମୃତ୍ତିକା ପାତ୍ର ସବୁ ମିଳିଥିଲା, ଯାହା ସଲୋମନଙ୍କ ରାଜତ୍ୱ ସମୟର ସୂଚନା ଦିଏ। ଉତ୍ତର ସିରିଆରେ ଖନନ ଦ୍ୱାରା ଆବିଷ୍କୃତ 9ମ ଶତାବ୍ଦୀର ଏକ ମନ୍ଦିର ବାଇବେଲ ବର୍ଣ୍ଣିତ ସଲୋମନଙ୍କ ନିର୍ମିତ ଜେରୁସାଲେମ ମନ୍ଦିର ନିର୍ମାଣ କୌଶଳ ସହ ସମାନ। ଜେରୁସାଲେମ ମନ୍ଦିରର ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ବହୁଳ ପରିମାଣର ସୁବର୍ଣ୍ଣ ବ୍ୟବହୃତ ହୋଇଥିଲା ବୋଲି ବାଇବେଲରେ ଲେଖାଯାଏ ଓ ତାହା ହିଁ ଥିଲା ସେ ସମୟର ରୀତି। ଏହା ଛଡ଼ା ଜେରୁସାଲେମ ମନ୍ଦିରରେ ଥିବା ସୁବର୍ଣ୍ଣ ନିର୍ମିତ ପକ୍ଷଯୁକ୍ତ କିରୁବ, ଦୂତ, ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପ ଇତ୍ୟାଦିର ଆକୃତି ମଧ୍ୟ ଥିଲା, ଯେ ଯୁଗର ପ୍ରିୟ କଳାବୃତ୍ତି। ଅସିର ରାଜାମାନଙ୍କ ଇତିହାସରେ ଅନେକ ବିଦେଶୀ ଶାସକମାନଙ୍କ ନାମ ଉଲ୍ଲେଖ ଅଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲ ଓ ଜିହୁଦା ରାଜା ଆହାବ, ଜୋଆସ, ମନହେମ, ପେକହ ଏବଂ ହୋସେଙ୍କ ନାମ ମଧ୍ୟ ଉଲ୍ଲେଖିତ ଅଛି। ଆଉ ଜିହୁଦାର ଅସରୀୟ ଓ ଆହଜଙ୍କ ନାମ ମଧ୍ୟ ସେଥିରେ ଲିଖିତ ଅଛି। ଅସୁରୀର ରାଜା ସନହେରିବ ରାଜା ହିଜକିୟାଙ୍କ ସମୟରେ ପାଲେଷ୍ଟାଇନକୁ ଯୁଦ୍ଧ ଅଭିଯାନରେ ଯାଇଥିଲେ ବୋଲି ଲେଖିଛନ୍ତି, ଯାହାକି ବାଇବେଲର ଦ୍ୱିତୀୟ ରାଜାବଳୀ ଓ ଜିସାୟା ପୁସ୍ତକରେ ଦେଖିବାକୁ ମିଳେ। ଜିହୁଦା ଓ ଇସ୍ରାଏଲର ଲୋକମାନଙ୍କ ପରି ବାବିଲୀୟମାନଙ୍କର ରାଜସଭାର ମଧ୍ୟ ଲିପିକାରମାନେ ଥିଲେ, ଯେଉଁମାନେ ସେ ସମୟର ଘଟଣାବଳୀକୁ ଲିପିବଦ୍ଧ କରୁଥିଲେ। ନିକଟରେ ବାବିଲରେ ମିଳିଥିବା ଏହି ପ୍ରକାର ଏକ ମୃତ୍ତିକା ଲିପିରୁ ଜଣାଯାଏ ରାଜା ନବୁକଦନେସ୍ସର କେଉଁ ସମୟରେ ଜେରୁସାଲେମକୁ ଆସିଥିଲେ ଓ ରାଜା ଜିହୋୟାକିନଙ୍କୁ ବନ୍ଦୀ କରି ବାବିଲକୁ ଘେନି ଯାଇଥିଲେ। ତାହାର ନିର୍ଦ୍ଦିଷ୍ଟ ତାରିଖ ଏହି ମୃତ୍ତିକା ଲିପିରେ ଲିପିବଦ୍ଧ ହୋଇଛି। ସେ ନିର୍ବାସିତ ରାଜା ଓ ତାଙ୍କର ପରିବାର ବର୍ଗକୁ କି ପ୍ରକାର ଖାଦ୍ୟ ଯୋଗାଇ ଦିଆଯାଉଥିଲା ତାର ବିବରଣୀ ମଧ୍ୟ ସେଥିରେ ଲିପିବଦ୍ଧ ହୋଇଛି। ଅଣଜିହୁଦୀମାନେ ମନ୍ଦିରର ଆଭ୍ୟନ୍ତରୀଣ କୋଠରୀକୁ ପ୍ରବେଶ କଲେ ମୃତ୍ୟୁଦଣ୍ଡ ପାଇବେ ବୋଲି ଗ୍ରୀକ ଭାଷାରେ ଲିଖିତ ଏକ ବିଜ୍ଞପ୍ତି ଫଳକ ଆବିଷ୍କୃତ ହୋଇଛି। ସେଥିରୁ ଜଣାପଡ଼େ ଯେ ଏହି ଆଇନ ଅମାନ୍ୟ କରିଥିବା ସନ୍ଦେହରେ ପାଉଲଙ୍କୁ ନେଇ ଯେଉଁ ମହାଗଣ୍ଡଗୋଳ ସୃଷ୍ଟି ହୋଇଥିଲା, ପ୍ରେରିତ 21 ପର୍ବର 28 ତାହା ଯଥାର୍ଥ। ବିଭିନ୍ନ ସ୍ଥାନରୁ ଆବିଷ୍କୃତ ହେଉଥିବା ଲିପି ଗୁଡ଼ିକରୁ ଜଣାଯାଏ ଯେ କିପରି ଉଚ୍ଚ ପଦବୀରେ ଅବସ୍ଥାପିତ ବ୍ୟକ୍ତିମାନଙ୍କର ପଦ ବା ଉତ୍ପାଦି ପ୍ରେରିତ ପୁସ୍ତକରେ ଅତି ସଠିକ ଭାବରେ ଲିପିବଦ୍ଧ କରାଯାଇଛି। ଆବିଷ୍କୃତ ସମସାମୟିକ ଗ୍ରୀକ ପତ୍ର ଗୁଡ଼ିକ ଦର୍ଶାଏ ଯେ ପାଉଲ ସେ ସମୟର ନୂତନ ମଣ୍ଡଳୀ ଗୁଡ଼ିକ ନିକଟକୁ ଲେଖିଥିବା ପତ୍ର ଗୁଡ଼ିକରେ ପ୍ରଚଳିତ ପ୍ରଥା ଅନୁଯାୟୀ ପ୍ରାରମ୍ଭିକ ଓ ଶେଷ ଶୁଭେଚ୍ଛା ଜ୍ଞାପନ କରୁଥିଲେ। ଅବଶ୍ୟ ସେ ସବୁରେ ଗଭୀର ଅର୍ଥ ନିହିତ ଅଛି। ଇସ୍ରାଏଲ ଏବଂ ତାର ପଡ଼ୋଶୀ ଦେଶମାନଙ୍କରେ ଅଧୁନା ଆବିଷ୍କୃତ ହୋଇଥିବା ପ୍ରତ୍ନତାତ୍ତ୍ୱିକ ତଥ୍ୟ ଗୁଡ଼ିକର ଚିତ୍ର ବାଇବଲର ପୃଷ୍ଠା ଗୁଡ଼ିକରେ ଦେଖିବାକୁ ମିଳେ। ଆଉ ସହର ଓ ନଗର ସମୂହ, ବର୍ତ୍ତମାନ ଏହି ବିଷୟରେ ଆମେ ଆଲୋଚନା କରିବା। ବାଇବେଲ ଉଲ୍ଲେଖ କରାଯାଇଥିବା ଅଧିକାଂଶ ସହର ଗୁଡ଼ିକର ସ୍ଥିତି ବର୍ତ୍ତମାନ ଜଣାପଡ଼ୁଛି। ବର୍ତ୍ତମାନର ଭୌଗୋଳିକ ସ୍ଥିତି ଏହା ଚିହ୍ନଟ କରାଇବାରେ ସାହାଯ୍ୟ କରୁଛି। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପୁରାତନ ସହରର ନାମ ମଧ୍ୟ ସେହିପରି ରହିଛି, ଯଦ୍ୱାରା ତାର ପୁରାତନ ସ୍ଥିତି ସମ୍ବନ୍ଧରେ ଅଧିକ ବିଷୟ ଜାଣି ହେଉଛି। ଜେରୁସାଲେମ ଓ ଡାମାସ୍କସ ପରି ଅତି ପ୍ରାଚୀନ ଓ ଗୁରୁତ୍ୱପୂର୍ଣ୍ଣ ନଗର ଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ଜନବସତି ହୋଇ ରହିଥିବାରୁ ଏହି ଗୁଡ଼ିକରେ ଖନନ କାର୍ଯ୍ୟ କରିବା
ସମ୍ଭବପର ହେଉନାହିଁ। କିନ୍ତୁ ଏହାର ନିକଟବର୍ତ୍ତୀ ଅଞ୍ଚଳର ଚତୁର୍ଦିଗରେ ଉଚ୍ଚ କୃତ୍ରିମ ପାହାଡ଼ ଗୁଡ଼ିକ ରହିଛି। ସେଗୁଡ଼ିକ ପ୍ରାୟ 130 ଫୁଟ ଅର୍ଥାତ୍ ପ୍ରାୟ 40 ମିଟର ଉଚ୍ଚତା ବିଶିଷ୍ଟ ଏବଂ 1500 ଫୁଟ ଅର୍ଥାତ୍ 500 ମିଟର ପର୍ଯ୍ୟନ୍ତ ବିସ୍ତୃତ। ଏହି କୃତ୍ରିମ ପାହାଡ଼ ଗୁଡ଼ିକ ଦର୍ଶାଏ ଯେ ଦିନେ ଏହିସବୁ ସ୍ଥାନରେ ଥିଲା ପୁରାତନ ନଗର, ସହର ଓ ଗ୍ରାମ ଗୁଡ଼ିକ, ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ପରିତ୍ୟକ୍ତ। ସେହି ସବୁ କୃତ୍ରିମ ପାହାଡ଼ ସୃଷ୍ଟି ହୋଇଛି ପୁରାତନ ଗୃହ ଗୁଡ଼ିକର ଭଙ୍ଗସ୍ତୂପରୁ, ଯେଉଁ ଗୃହ ଗୁଡ଼ିକ ମାଟିରୁ ତିଆରି ହୋଇ ଖରାରେ ଶୁଖା ହୋଇଥିବା ଇଟା ଓ ଚୂନରେ ଶତାବ୍ଦୀ ପରେ ଶତାବ୍ଦୀ ତିଆରି ହୋଇ ଚାଲିଥିଲା। ଭଗ୍ନସ୍ତୂପ ଉପରେ ନୂତନ ଗୃହ ଓ ଆଜି ସେ ସବୁର ଭଗ୍ନସ୍ତୂପ ସୃଷ୍ଟି କରିଛି ଏହି କୃତ୍ରିମ ପାହାଡ଼ ସବୁ। ଖନନ କାର୍ଯ୍ୟ ବର୍ତ୍ତମାନ ଆଲୋଚନା କରିବା। ସାଧାରଣତଃ ସମ୍ପୂର୍ଣ୍ଣ ଅଞ୍ଚଳ ଖନନ କରିବା ଅସମ୍ଭବ, ତେଣୁ ପ୍ରତ୍ନତତ୍ତ୍ୱବିତ୍ ମାନେ ଏକ ସମ୍ଭାବ୍ୟ କ୍ଷେତ୍ର ମନୋନୀତ କରନ୍ତି। ଆଉ କୃତ୍ରିମ ପାହାଡ଼ର ଶିଖର ଦେଶରୁ କିମ୍ବା ପାର୍ଶ୍ୱ ଦେଶରୁ ସେ ଖନନ କାର୍ଯ୍ୟ ଆରମ୍ଭ କରନ୍ତି। ସେ ଯେତେ ତଳକୁ ତଳ ଖନନ କରନ୍ତି, ସ୍ତର ପରେ ସ୍ତର ସେ ଅତୀତର ବିଭିନ୍ନ ସମୟର ଅଧିକୃତ ସ୍ଥାନକୁ ଅନାଚ୍ଛାଦିତ କରନ୍ତି। ନିକଟ ଅତୀତର ଭଗ୍ନାବଶେଷ ଗୁଡ଼ିକ ଭୂମିର ଉପର ସ୍ତରରେ ରହିଥାଏ ଏବଂ ପୁରାତନ ଯୁଗର ଭଗ୍ନାବଶେଷ ଗୁଡ଼ିକ ଅତି ନିମ୍ନରେ ରହିଥାଏ। ଯାହା ହେଉନା କାହିଁକି, ଏହାକୁ ଚିହ୍ନଟ କରିବା କିମ୍ବା ପ୍ରତ୍ୟେକ ସ୍ତରର ସମୟ ନିର୍ଦ୍ଧାରଣ କରିବା ସେତେ ସହଜ କଥା ନୁହେଁ। ସ୍ତର ଗୁଡ଼ିକ ଅନେକ ସମୟରେ ଅସମାନ ଭାବରେ ରହିଥିବାରୁ ଭାଙ୍ଗି ଯିବାର ସମ୍ଭାବନା ଥାଏ। ତାର କାରଣ ହେଉଛି ଆବର୍ଜନା ପକାଇବା ପାଇଁ କେହି କେହି ବିଭିନ୍ନ ସ୍ତର ପର୍ଯ୍ୟନ୍ତ ଗର୍ତ୍ତ ଖୋଳି ଦେଇଥାନ୍ତି, ଯଦ୍ୱାରା ବିଭିନ୍ନ ଯୁଗର ବସ୍ତୁ ଗୁଡ଼ିକ ଗୋଳିଆ ମିଶା ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ମୃତ୍ତିକା ସ୍ତରରୁ ପ୍ରାପ୍ତ ଯେକୌଣସି ବସ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ତାହା ପ୍ରତ୍ୟେକ ସାକ୍ଷ୍ୟର ଅଂଶବିଶେଷ। ତେଣୁ ବସ୍ତୁଟି ସ୍ଥାନାନ୍ତରିତ ହେବା ପୂର୍ବରୁ ଏହାକୁ ଯତ୍ନପୂର୍ବକ ଅନୁଶୀଳନ କରାଯାଇ ଲିପିବଦ୍ଧ କରାଯାଏ। ବିଶେଷଜ୍ଞମାନଙ୍କର ଦଳ। ପ୍ରତ୍ୟେକ ଖନନ କାର୍ଯ୍ୟରେ ଏକ ବିଶେଷଜ୍ଞ ଦଳ ରହିଥାନ୍ତି। ଖନନ ହେବା ପୂର୍ବରୁ ସ୍ଥାନଟିକୁ ବିଶେଷ ଭାବେ ପର୍ଯ୍ୟବେକ୍ଷଣ କରାଯାଏ। କାର୍ଯ୍ୟର ପ୍ରତ୍ୟେକ ପର୍ଯ୍ୟାୟର ଚିତ୍ର ଗ୍ରହଣ କରିବା ପାଇଁ ଜଣେ ଫଟୋଚିତ୍ର ଉତ୍ତୋଳନକାରୀଙ୍କୁ ମଧ୍ୟ ସଙ୍ଗରେ ରଖାଯାଏ। ଅନୁସନ୍ଧାନର ପ୍ରତ୍ୟେକଟି ବିଷୟକୁ ଲିପିବଦ୍ଧ କରିବା ପାଇଁ ଜଣେ ଦାୟିତ୍ୱବାନ ବ୍ୟକ୍ତିଙ୍କୁ ମଧ୍ୟ ରଖାଯାଏ। ଭଙ୍ଗୁର ବସ୍ତୁ ଗୁଡ଼ିକ ପାଇଁ ବିଶେଷ ଯତ୍ନ ଆବଶ୍ୟକ, ତେଣୁ ଭଗ୍ନ ପାତ୍ରକୁ ଯୋଡ଼ିବା ପାଇଁ ଏବଂ ଅନ୍ୟାନ୍ୟ ଭଗ୍ନ ଉପକରଣ ଗୁଡ଼ିକୁ ଖନନ ସ୍ଥାନରେ କିମ୍ବା ଗବେଷଣାଗାରରେ ନିଖୁଣ ଭାବେ ମରାମତି କରିବା ପାଇଁ ଅଭିଜ୍ଞ ଶିଳ୍ପୀ ଓ କାରିଗର ରହିଥାନ୍ତି। ଦଳର ଆଉ ଏକ ମୁଖ୍ୟ ସଭ୍ୟ ହେଲେ ଲିପି ଗଠନକାରୀ, ଯିଏକି ଆବିଷ୍କୃତ ହେଉଥିବା ଯେକୌଣସି ସାଙ୍କେତିକ ଲିପିର ଅର୍ଥ ପ୍ରକାଶ କରିବାକୁ ସମର୍ଥ। ଅନୁସନ୍ଧାନ ଦ୍ୱାରା ଏଯାବତ ମିଳିଥିବା ସାଧାରଣ ପଦାର୍ଥ ଗୁଡ଼ିକ ହେଉଛି ଅତୀତରେ ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ମାଟି ପାତ୍ରର ଅଂଶବିଶେଷ। କେଉଁ କେଉଁ ସମୟରେ ଭିନ୍ନ ଭିନ୍ନ ସ୍ତର ଅଧିକୃତ ହୋଇଥିଲା, ତାର ନିର୍ଦ୍ଦିଷ୍ଟ ସମୟ ଜାଣିବାର ସୂତ୍ର ଏହି ପଦାର୍ଥ ଗୁଡ଼ିକ ହିଁ ଯୋଗାଏ। ଗତ 100 ବର୍ଷର ଅଧ୍ୟୟନ ପରେ ବିଭିନ୍ନ ଯୁଗରେ ଓ ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ହେଉଥିବା ମୃତ୍ତିକା ପାତ୍ରର ଆକୃତି ଓ ପଦ୍ଧତି ବିଷୟରେ ବହୁ ତଥ୍ୟ ମିଳିଛି। ବିଭିନ୍ନ ପ୍ରକାରର ମୃତ୍ତିକା ପାତ୍ର ଚିହ୍ନଟ କରିବା ପାଇଁ ଓ ସେଗୁଡ଼ିକ ସମୟ ନିର୍ଣ୍ଣୟ କରିବାର ସାହାଯ୍ୟ କରିବା ପାଇଁ ଅନେକ ରେଖାଚିତ୍ର ମଧ୍ୟ ଏବେ ପ୍ରସ୍ତୁତ କରାହୋଇଛି। ଆଉ କେତେକ ବିଖ୍ୟାତ ଆବିଷ୍କାର କଣ କଣ ରହିଛି ଦେଖିବା। ଥରକୁ ଥର ପ୍ରତ୍ନତତ୍ତ୍ୱବିତ୍ ମାନେ ଯେଉଁ ସବୁ ଉଲ୍ଲେଖନୀୟ ଆବିଷ୍କାର କରିଛନ୍ତି, ସେସବୁ କଳ୍ପନାତୀତ। ଏହିସବୁ ଆବିଷ୍କାର କରିଛନ୍ତି ଏହିସବୁ ଆବିଷ୍କାର ଗୁଡ଼ିକ ବହୁମୂଲ୍ୟ ସମ୍ପତ୍ତି ଠାରୁ ମଧ୍ୟ ଅଧିକ ମୂଲ୍ୟବାନ, ଯଥା ମିଶର ରାଜା ତୁଖନଖାମୁନଙ୍କ ସମାଧି, ଉଡ୍ ଦେଶରେ ଥିବା ରାଜକୀୟ ସମାଧିସ୍ଥଳ ଅଥବା ଅକ୍ସସ୍ ନଦୀ ତୀରରେ ଆବିଷ୍କୃତ ହେଉଥିବା ପାରସ୍ୟର
ଧନଭଣ୍ଡାର ଇତ୍ୟାଦି। ଏହି ଆବିଷ୍କୃତ ବିଷୟଗୁଡ଼ିକ ଦେଖି ଏହିପରି ଅତ୍ୟାଶ୍ଚର୍ଯ୍ୟ ସୁନ୍ଦର ପଦାର୍ଥ ଗୁଡ଼ିକ ଗଢ଼ିଥିବା ପୁରାତନ ଶିଳ୍ପୀମାନଙ୍କର ଅପୂର୍ବ ଶିଳ୍ପ ନୈପୁଣ୍ୟତା ଆମକୁ ବିସ୍ମୟରେ ଅଭିଭୂତ କରେ। ଏହା ବ୍ୟତୀତ ଅନେକ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଆମକୁ ଆଣି ଦେଉଛି ନୂତନ ଜ୍ଞାନର ଭଣ୍ଡାର। ଉଦାହରଣ ସ୍ୱରୂପ ରୋସେଟା ପ୍ରସ୍ତରର ଆବିଷ୍କାର। ଏହି ପ୍ରସ୍ତରରେ ଏକ ସଙ୍ଗେ ଗୋଟିଏ ବିଷୟବସ୍ତୁ ଗ୍ରୀକ ଭାଷାରେ ଓ ମିଶରୀୟ ଇତର ଭାଷାରେ ଓ ଚିତ୍ରାକ୍ଷର ଲିପିରେ ଖୋଦିତ ହୋଇଛି। ଏହି ଆବିଷ୍କାର ଫଳରେ ପ୍ରଥମ ଥର ପାଇଁ ଚିତ୍ରାକ୍ଷର ଲିପି ପଢ଼ିବା ଓ ବୁଝିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଉପାଦାନ ଯୋଗାଉଛି। ମରୁସାଗରରେ ମିଳୁଥିବା ନଳାକାର ପୁସ୍ତକ କ୍ୟୁମରାନ ଗୋଷ୍ଠୀ ଲୋକମାନଙ୍କ ଦ୍ୱାରା ଲୁକାୟିତ ଭାବେ ରଖାଯାଇଥିଲା। ଏହାର ଆବିଷ୍କାର ଫଳରେ ଶହ ଶହ ବର୍ଷ ପୂର୍ବରୁ ଲୁକାୟିତ ପୁରାତନ ନିୟମର କେତେକ ପାଣ୍ଡୁଲିପି ଆମର ହସ୍ତଗତ ହୋଇଛି। ମାସ୍ଦା ଦୁର୍ଗ ସହରର ଖନନ କାର୍ଯ୍ୟ ଦ୍ୱାରା ଯେଉଁ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ହେଲା ତାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କଲା। ଏହି ଆବିଷ୍କାର ଫଳରେ 70 ଖ୍ରୀଷ୍ଟାବ୍ଦରେ ଘଟିଥିବା ଜେରୁସାଲମର ପତନ ଓ ଜେରୁସାଲମ ମନ୍ଦିରର ଧ୍ୱଂସ ପରେ ପରେ ରୋମୀୟମାନଙ୍କ ବିରୁଦ୍ଧରେ ଜିହୁଦୀମାନଙ୍କର ଶେଷ ପ୍ରତିରୋଧର ନାଟକ ଏହା ଦ୍ୱାରା ଲୋକଲୋଚନକୁ ଆସିଲା। କିନ୍ତୁ ସମ୍ଭବତଃ ଏହି ସମସ୍ତ ଉଲ୍ଲେଖନୀୟ ଆବିଷ୍କାର ଗୁଡ଼ିକ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହେଉଛି ହଜାର ହଜାର ସଂଖ୍ୟାର ଲିଖିତ ଦଲିଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକ, ଯେଉଁଗୁଡ଼ିକ ଆମକୁ ଆଣିଦେଇଛି ଅଗାଧ ଜ୍ଞାନ ଭଣ୍ଡାର। କାରଣ ଏହିଗୁଡ଼ିକ ଅତୀତକୁ ଆମ ନିକଟରେ ଜୀବନ୍ତ କରି ତୋଳି ଧରିଛି। ଶହ ଶହ ଓ ହଜାର ହଜାର ବର୍ଷ ତଳେ ଦୂର ଦୂରାନ୍ତ ଦେଶମାନଙ୍କରେ ବାସ କରୁଥିବା ଲୋକମାନଙ୍କର ଜୀବନଧାରା ସମ୍ପର୍କରେ ଏକ ଅନ୍ତର୍ଦୃଷ୍ଟି ପ୍ରଦାନ କରିଛି। ଏହି ସମସ୍ତ ଆବିଷ୍କାର ଏ ପ୍ରାଚୀନ ଅଧିବାସୀମାନେ ମଧ୍ୟ ଥିଲେ ଆମରି ପରି ସ୍ତ୍ରୀ ଓ ପୁରୁଷ, ଯେଉଁମାନଙ୍କର ଥିଲା ଆମରି ପରି ସମାନ ମୌଳିକ ଚିନ୍ତାଧାରା ଏବଂ ଦୈନନ୍ଦିନ ଆବଶ୍ୟକତା ପ୍ରତି ବ୍ୟସ୍ତତାପୂର୍ଣ୍ଣ ଜୀବନ। ଏହିସବୁ ସାଧାରଣ ତଥ୍ୟ ବାଇବେଲରେ ଚିରନ୍ତନ ସତ୍ୟତାକୁ ପ୍ରମାଣିତ କରିବା ସଙ୍ଗେ ସଙ୍ଗେ ବାଇବେଲ ଯେ ପ୍ରତ୍ୟେକ ଯୁଗ ପାଇଁ କେତେ ପ୍ରଯୁଜ୍ୟ ତାହା ପ୍ରକାଶ କରେ। ବହୁକାଳ ପୂର୍ବେ ବାଇବେଲ ପୁସ୍ତକ ଲିଖିତ ହୋଇଥିଲା ସତ, କିନ୍ତୁ ଈଶ୍ୱର ସେହି ସମୟରେ ଲୋକମାନଙ୍କର ଗଭୀରତମ ଆବଶ୍ୟକତା ପୂରଣ କରିବା ପାଇଁ ଯେପରି କଥା କହୁଥିଲେ, ଆଜି ମୋତେ ଠିକ୍ ସେହିପରି ସମଗ୍ର ବିଶ୍ୱବାସୀମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସେହି ପୁରାତନ ତଥା ଆଧୁନିକ ପୁସ୍ତକ ଗୁଡ଼ିକ ମାଧ୍ୟମରେ କଥା କହିଚାଲିଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ଦେଖିଲେ ତ ବାଇବେଲର କ'ଣ କ'ଣ ସବୁ ସତ୍ୟତା ରହିଅଛି। ସମସ୍ତଙ୍କୁ ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟ। ନମସ୍କାର।